ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେହି +3 ସେକେଣ୍ଡ ସେମିଷ୍ଟାରର ଯାହାକି ସମସ୍ତଙ୍କର କମ୍ପଲସରି ଓଡ଼ିଆ ସବଜେକ୍ଟ ଅଛି, ତାହାର ଆଜି ଆମେ ପଢ଼ିବା ପେଜ୍ ନମ୍ବର 17 ୟୁନିଟ୍ 2ର। ଓକେ, ଦେଖ, ସାମ୍ପ୍ରତିକ ସମୟରେ ଦୂରଭାଷା ଇଣ୍ଟରନେଟ୍ ଆଦି ବହୁ ବୈଜ୍ଞାନିକ ଯନ୍ତ୍ରପାତି ପ୍ରତ୍ୟକ୍ଷ ଯୋଗାଯୋଗକୁ ସହଜ ଓ ସୁଗମ କରିପାରିଛି। ସାମାଜିକ ପ୍ରାଣୀ ଭାବରେ ମଣିଷ ପାଇଁ ପ୍ରତ୍ୟକ୍ଷ ଯୋଗାଯୋଗର ଆବଶ୍ୟକତା ସବୁଠାରୁ ଅଧିକ। ମଣିଷର ଜୀବନ ଓ ଜୀବିକା ନିର୍ବାହ ପାଇଁ ଯୋଗାଯୋଗ ହେଉଛି ଅତି ଆବଶ୍ୟକୀୟ ପ୍ରକ୍ରିୟା। ନିଜର ପ୍ରତ୍ୟେକ କାର୍ଯ୍ୟ ଯୋଗାଯୋଗ ବିନା ସମ୍ଭବ ନୁହେଁ। ପରିବାରରୁ ଆରମ୍ଭ କରି ସମାଜରେ ବିଭିନ୍ନ ସ୍ତର ସହିତ ମଣିଷ ସମ୍ପର୍କକୁ ସୃଷ୍ଟି ହୋଇଥାଏ। ଏହି ସମ୍ପର୍କ ହିଁ ପାରସ୍ପରିକ ଯୋଗାଯୋଗ ସୃଷ୍ଟି କରେ। କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ସମସ୍ତେ ପରସ୍ପର ନିକଟତର ହୋଇଥାନ୍ତି। ଫଳରେ ପରସ୍ପର ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଇଥାଏ। ବିଭିନ୍ନ କାର୍ଯ୍ୟ ଯଥା କୃଷି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ସଂସ୍କୃତି, ବିଜ୍ଞାନ, କାରିଗରୀ, କଳା, ସ୍ଥାପତ୍ୟ, ସଙ୍ଗୀତ, ସାହିତ୍ୟ କୌଣସି ଏକ ବ୍ୟକ୍ତି ଦ୍ୱାରା ସମ୍ଭବ ନୁହେଁ। ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ ଓ ସୁଚାରୁ ରୂପେ ପରିଚାଳନା ପାଇଁ ସମସ୍ତେ ନିର୍ଭରଶୀଳ। ପ୍ରାଚୀନ ସମୟରୁ ଉପରୋକ୍ତ ପ୍ରତ୍ୟେକ କ୍ଷେତ୍ରରେ ଯୋଗାଯୋଗ ପ୍ରକ୍ରିୟା ସୃଷ୍ଟି ହୋଇଛି। କୃଷି ନିମନ୍ତେ କୃଷକ ଯନ୍ତ୍ରପାତି ତିଆରି କରୁଥିବା ବ୍ୟକ୍ତିଠାରୁ ଅଲଗା ହୋଇ କିଛି କରିପାରିବ ନାହିଁ, କାରଣ ପରସ୍ପର ମଧ୍ୟରେ ସମ୍ପର୍କ ବା ଯୋଗାଯୋଗର ଅଭାବ କାର୍ଯ୍ୟ ସମ୍ପନ୍ନ କରିବାରେ ବାଧା ସୃଷ୍ଟି କରିବ। ତେଣୁ ମଣିଷର ଜୀବନ ଚକ୍ରରେ ସମସ୍ତ କ୍ଷେତ୍ର ସହିତ ଯୋଗାଯୋଗ ବାଧ୍ୟତାମୂଳକ ହୋଇପଡ଼ିଛି। ଏହାକୁ ଏକ ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ସମାଜର ଯେକୌଣସି ବ୍ୟକ୍ତି, ଦେଖ ଏଇଟା ଯେଉଁ ଚିତ୍ରଟା ଏଇଟା ଦେଖିନେଉ। ଉପରେ ଅଙ୍କିତ ଚିତ୍ରରୁ ସ୍ପଷ୍ଟ ଅନୁମେୟ ଯୋଗାଯୋଗ ରକ୍ଷା କରିବା ବ୍ୟକ୍ତି ପାଇଁ ଏକାନ୍ତ ଆବଶ୍ୟକ, ନହେଲେ ସମାଜର କୌଣସି କାର୍ଯ୍ୟ ସମ୍ପନ୍ନ କରିହେବ ନାହିଁ। ଯୋଗାଯୋଗ ଏହି ଦୃଷ୍ଟିରୁ ଅତ୍ୟନ୍ତ ଜରୁରୀ। ଯୋଗାଯୋଗର ପ୍ରକାରଭେଦ। ଯୋଗାଯୋଗର ପ୍ରକାରଭେଦ କ୍ରମରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବିଭକ୍ତିକରଣ କରାଯାଇଛି। ସାଧାରଣତଃ ଯୋଗାଯୋଗକୁ କଥିତ, ଲିଖିତ ଓ ବ୍ୟକ୍ତିଗତ ଭାବରେ ବୁଝିବାକୁ ହୋଇଥାଏ। ପ୍ରତ୍ୟେକ ମାଧ୍ୟମ ତାତ୍ପର୍ଯ୍ୟପୂର୍ଣ୍ଣ। କଥିତ ଯୋଗାଯୋଗ ଅପେକ୍ଷା ଲିଖିତ ଯୋଗାଯୋଗ ପ୍ରାୟତଃ ଆନୁଷ୍ଠାନିକ ସ୍ତରରେ ଏକାନ୍ତ ଅପରିହାର୍ଯ୍ୟ। ମୌଖିକ ଯୋଗାଯୋଗରେ ବେଳେବେଳେ ସମସ୍ୟା ସମାଧାନ ସହଜ ହୋଇନଥାଏ। ଲିଖିତ ଯୋଗାଯୋଗର ଅନେକ ବୈଶିଷ୍ଟ୍ୟ ରହିଛି। ଲିଖିତ ଯୋଗାଯୋଗ ଅଧିକ ପ୍ରାମାଣିକ ଓ ତଥ୍ୟ ଗର୍ଭିତ ହୋଇଥାଏ। ସରକାରୀ ବେସରକାରୀ ସଂସ୍ଥାଗୁଡ଼ିକରେ ଏ ପ୍ରକାର ଯୋଗାଯୋଗ ନିହାତି ଦରକାର। ଏହାକୁ ଭିତ୍ତି କରି ସମସ୍ତ କାର୍ଯ୍ୟ ସଞ୍ଚାଳନ ହୋଇଥାଏ। ଏହି ପ୍ରକ୍ରିୟା ବକ୍ତବ୍ୟ ଅତ୍ୟନ୍ତ ତଥ୍ୟାଧାରିତ ଓ ଯଥାର୍ଥ ଭାବରେ ଉପସ୍ଥାପିତ ହୋଇଥାଏ। ସମସ୍ତ ପ୍ରକାରର ପତ୍ର। ଓକେ, ଏଇଠି ଭିଡ଼ିଓଟି ସରିଯାଇଛି। ନେକ୍ସଟ ଭିଡ଼ିଓରେ ମୁଁ ପେଜ୍ ନମ୍ବର 18 ନେଇକି ଆସିବି। ଓକେ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଆଉ 6th ସେମିଷ୍ଟାର ଆସୁଛି, ତାପରେ ବି ଭିଡ଼ିଓ ଗୋଟେ ବନେଇଦେବି। ଓକେ, ସେଇଟା 22 ତାରିଖ ସେମିଷ୍ଟାର ଷ୍ଟାର୍ଟ, କେଉଁ କ'ଣ ଅଛି, କେଉଁ ଟାଇମ୍ରେ କ'ଣ ଅଛି ସବୁ ଏଇଟା ଜଣେଇଦେବି। ଓକେ, ଜୟ ଜଗନ୍ନାଥ।